लेटरल हाँ हाँ ଆମେ ପ୍ରିଭିୟସ୍ କ୍ଲାସ୍ ଟ୍ରାଙ୍ଗେଲ କ୍ୱାଡ୍ରିଲେଟରାଲ ବି ପଢି ଦେଇଛନ୍ତି ହେଲା। ଆଜି କେତେ ତାରିଖ? ଆଜି ଆଜି ହଉଛି ଯୋଉ କେତେ ତାରିଖ 22 ତ 22 12 21 ହେଲା। ତ ପ୍ରିଭିୟସ୍ କ୍ଲାସ୍ ଆମେ ଟ୍ରାଙ୍ଗେଲ ପଢି ଦେଇଥିଲେ ନୁହେଁ କି? ତାର ଇଣ୍ଟେରିୟର ସାଇଡ୍ ଏକ୍ସଟେରିୟର ସାଇଡ୍ ପଢିଥିଲେ, ଆଉ ତାର କେତେଟା ଆଙ୍ଗେଲ, କେତେଟା ସାଇଡ୍ସ ଆଉ କେତେଟା ଭର୍ଟିସେସ୍ ସେଗୁଡା ସେ ବିଷୟରେ ଜାଣିଥିଲେ। ଓକେ, yes କ୍ୱାଡ୍ରିଲେଟରାଲ ବି ପଢିଥିଲେ ହେଲା। yes ପ୍ରିଭିୟସ୍ କ୍ଲାସ୍ ରେ କ୍ୱାଡ୍ରିଲେଟରାଲ ପଢିଥିଲେ। ଓକେ, ତାର ଅପୋଜିଟ ସାଇଡ ଦେଖିଥିଲେ କିଏ? ଅପୋଜିଟ ଆଙ୍ଗେଲ୍ସ ଦେଖିଥିଲେ କିଏ? ଆଡଜସେଣ୍ଟ ଆଙ୍ଗେଲ କିଏ ଦେଖିଥିଲେ? ଅପୋଜିଟ ସାଇଡ କିଏ ଜାଣିଥିଲେ? ଆଉ କ୍ୱାଡ୍ରିଲେଟରାଲ 4 ସାଇଡ୍ସ 4 ଭର୍ଟିସେସ୍ ଆଉ 4 ଆଙ୍ଗେଲ୍ସ ଥିଲା ହେଲା। ଠିକ ଅଛି, ତ ଏକ୍ସରସାଇଜ 4.4 କରିବା। ଠିକ yes ଅଛି, sir ଓକେ। ପାର୍ଟି କରୁଛି, 4 କରିବା। ଦେଖ କଣ କହୁଛି ସେ ଆମକୁ, କହୁଛି ଡ୍ର ଏ ରଫ୍ ସ୍କେଚ୍ ଅଫ୍ ଟ୍ରାଙ୍ଗେଲ ABC। ଗୋଟେ ଟ୍ରାଙ୍ଗେଲ ABC ର ରଫ୍ ସ୍କେଚ୍ ମିନ୍ସ ସିମ୍ପଲି ଗୋଟେ ଏମିତି ଡ୍ର କରିବା ଟ୍ରାଙ୍ଗେଲ ABC ହେଲା। ମାର୍କ ଏ ପଏଣ୍ଟ P ଇନ୍ ଇଟ୍ସ ଇଣ୍ଟେରିୟର। P ପଏଣ୍ଟ ତାର ଇଣ୍ଟେରିୟର ରେ ଡ୍ର କରିବା। P ପଏଣ୍ଟ ତାର ଇଣ୍ଟେରିୟର ଡ୍ର କରିବା। ଆସିବ ନା ଆସିବନି? and a point yes Q sir ଆସିବ in its exterior, ହେଲା କି ନାଇଁ? ଓକେ, ତାହେଲେ ସିମ୍ପଲ ଟ୍ରାଙ୍ଗେଲ ଟେ ଡ୍ର କରିବା। ମନେକର ଏଇଟା ଦିସ୍ ଇଜ ABC ଟ୍ରାଙ୍ଗେଲ ହେଲା। ତାର ଇଣ୍ଟେରିୟର ମିନ୍ସ ଏ ଭିତର ପଟରେ P ପଏଣ୍ଟ ଆଉ Q ପଏଣ୍ଟ କରିବା କୋଉଠି? ଏକ୍ସଟେରିୟର ଆଉଟସାଇଡ, ଏଇ ଆଉଟସାଇଡ ରେ Q ପଏଣ୍ଟ। ସିମ୍ପଲ ଏମିତି ଡ୍ର କରିବା କି ନାଇଁ? yes sir Is the point A in its exterior or in its interior? ଏଇ ଯୋଉ A ପଏଣ୍ଟ ଟା, ଏ ପଏଣ୍ଟ ଟା କୋଉଠି ହବ? ଏ ପଏଣ୍ଟ ଟା ହଁ, ଏ ପଏଣ୍ଟ ଟା ସେ ଯୋଉ ଲାଇଜ ଅନ୍ ଯୋଉ ଲାଇଜ ଅନ୍ ଦ ଟ୍ରାଙ୍ଗେଲ, yes ଟ୍ରାଙ୍ଗେଲ yes ଉପରେ। lies on ତ ତା ମାନେ ସେଇଟା ଏକ୍ସଟେରିୟର ମାନେ ଭିତର ପଟରେ ହବନି କି ବାହାର ପଟରେ ହବନି, ବୁଝିଲେ କି ନାଇଁ? yes ସେଇଟା ଭିତର ପଟରେ ହବନି କି ବାହାର ପଟରେ ବି ହବ ନାହିଁ। ଠିକ ଅଛି, ତାହେଲେ ଆମେ ଏଇଟା ହେଇଯିବ କଣ? ଏ ପଏଣ୍ଟ ଟା ଲେଖିବ, ଏ ପଏଣ୍ଟ is neither exterior nor interior। ଇଣ୍ଟେରିୟର ମାନେ କଣ? ଭିତର, ହେଲା କି ନାଇଁ? ଏକ୍ସଟେରିୟର ହଉଛି କଣ? ବାହାର, ହେଲା। yes sir 2 ନମ୍ବର କ୍ୱେଶ୍ଚନ, ହବା ଆଇଡେଣ୍ଟିଫାଇ 3 ଟ୍ରାଙ୍ଗେଲ୍ସ। 3ଟା ଟ୍ରାଙ୍ଗେଲ ଆଇଡେଣ୍ଟିଫାଇ କର। ପ୍ରଥମ ତ କ୍ୱେଶ୍ଚନ ମୁଁ ହଉଛି କହିବି କଣ? ଆଙ୍ଗେଲ ହଉଛି ଏ ବି ଡି ଗୋଟେ ହୁଁ, ଏ ବି ଡି ଗୋଟେ, ଆଉ ବି ଡି ସି ଗୋଟେ ବି ଡି ସି ଡି 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 ସି ଡି ନୋ ସି ସାର୍ ବି ଡି ଏ ଗୋଟେ ଡି ଏ ଗୋଟେ। yes ଟ୍ରାଙ୍ଗେଲ ତାପରେ ସିମ୍ବଲ ଏମିତି ଡି ଦବ ସି ହେଲା। ଏ ଡି ସି ଏ ଗୋଟେ ଡି ସି ଏ ଗୋଟେ, ଆଚ୍ଛା ଠିକ ଅଛି। ଏଇ 3ଟା ଟ୍ରାଙ୍ଗେଲ ହେଲା। ତାପରେ ଏ ଓକେ, ବି ଡି ଗୋଟେ ଏବିଡି ଏବିଡି ଟ୍ରାଙ୍ଗେଲ ପ୍ରଥମେ କହିଲ। yes 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 ହଁ, ଗୋଟେ ଟ୍ରାଙ୍ଗେଲ ବିଏଡି କହିବା ଯେ ଏବିଡି କହିବା ସେଇଆ। ଏଇ ଟ୍ରାଙ୍ଗେଲ ଟା ଗୋଟେ, ଗୋଟେ ହଉଛି ଏଇ ଟ୍ରାଙ୍ଗେଲ ଗୋଟେ, ଆଉ ଗୋଟେ କୋଉଟା? ଆଉ ଗୋଟେ ଏଇ ଯୋଉ ଟ୍ରାଙ୍ଗେଲ ଟା ଗୋଟେ, ହେଲା କି ନାଇଁ? yes ଆଉ ତାପରେ yes ଆଉ ଗୋଟେ ହଉଛି ଗୋଟେ ବଡ ଟ୍ରାଙ୍ଗେଲ ଟା, ନୁହେଁ କି? 3ଟା ଟ୍ରାଙ୍ଗେଲ ଏଠି ଅଛି ହେଲା। ଗଲା, ତାପରେ ନେକ୍ସଟ କ୍ୱେଶ୍ଚନ ଟା କୁହ। ନେକ୍ସଟ କ୍ୱେଶ୍ଚନ କୁହ। ରାଇଟ୍ ଦ ନେମ୍ସ ଅଫ 6 ଲାଇନ୍ ସେଗମେଣ୍ଟସ। 6ଟା ଲାଇନ୍ ସେଗମେଣ୍ଟ ର ନାଁ କହିବ। ସରି ତ ଏଇଟା ମୁଁ ସରି, କହିବି ବି ବିଟ୍ ଟା କହିବ। ଏଇ ବି ଟା କହିବ, ଏଇଟା କହିବ। ରାଇଟ୍ ଦ ନେମ୍ସ ଅଫ 7 ଆଙ୍ଗେଲ୍ସ। ବି ବିଟ୍ ର ଯୋଉ 7 ଆଙ୍ଗେଲ୍ସ ର ନାଁ ଟା କହିବ। ସାର୍ ମୁଁ କହିବି ନା ସେ ଇଏ ଟ୍ୱିଙ୍କଲ କୁ? ସାର୍ ସିକ୍ସ ହୁଁ, ନା ଟା ପୁରା ଯେମିତି ଗୋଟେ ଦିଟା ରେ ମିଶିଲେ ଯୋଉ ଆଙ୍ଗେଲ ଟା କ୍ରିଏଟ କରିବ, ସେଇ ରେ ମିଶେଇକି କହିବ।
मनकर एटा होची AC रे दिस इज CD रे ला ए पॉइंट रो एंगल टा क्रिएट होची तो एटा रहइबो मिडिल रे ACD एंगल एमती कहबो हैला जो पॉइंट रो एंगल टा क्रिएट होची सेटा सब मिडिल पॉइंट नबो बुझिले कि नहीं Yes. से बेला एंगल टा को सातटा एंगल से बेला को को टोडी करी से angle कहबी सातटा एंगल पे कुछ 7 एंगल्स से angle पे कहली ट्रायंगल कहलो ट्रायंगल अरे एगुडा एबीडी ट्रायंगल रे एबीडी ट्रायंगल ये गोटे ट्रायंगल अबे प्रथमे कहितला ट्रायंगल पचरने क्वेश्चन प्रथमे ट्रायंगल Yes, पचरछि angle कहतली हेलो अरे एइटा गोटे ट्रायंगल लेना सब कहबी र पाटी करंतु तू कुआड जाइथिलु तू बस चुपचाप बर्तन से 7 angles कहबी हां एइटा गोटे ट्रायंगल तू जोटा से कहलो एंगल ABD हां ये गोटे ट्रायंगल तीनटा ट्रायंगल ना जे थिला एटी थिला बी डी ए this is A B C this is A B C triangle ହେଲା କି ନାହିଁ ଏଟା ABC triangle ରେ ABC triangle ଯାଇ କହିଲୁନି କାଇଁ ଗୋଟେ ABD କହିଲୁ ABD ଯା BDA ସେଇଆ ନୁହେଁ କି ଏତେରି ABD ଯା BD ଏଟା ABC କହିବୁ ଗୋଟେ ABC triangle ହେଲା ନା ନାହିଁ ଗୋଟେ ABD ଗୋଟେ ADC ଗୋଟେ ABC ତିନିଟା triangle ଏଠି ଅଛି ଗୋଟେ ଏଇ triangle ଟା ଗୋଟେ ଏଇ triangle ଟା ଆଉ ଗୋଟେ ବଡ triangle ଟା ଏଇ ବଡ सर triangle मुझे angle कहतली ତ ତିନିଟା ଆଙ୍ଗେଲ ଏଠି ସାତଟା ଆଙ୍ଗେଲ ପା ଅଛି ଟ୍ରାଙ୍ଗେଲ ଏଟା କହିଲୁ ସେଇଟାକୁ ତୁ ଯୋଉ ଗୋଟେ ଟ୍ରାଙ୍ଗେଲ ନାଁ କଣ କୁହାଯିବ ଟ୍ରାଙ୍ଗେଲ ମନେକର ଏଇଟା ଗୋଟେ ଟ୍ରାଙ୍ଗେଲ ତା ନାଁଟା ସିମ୍ପଲ ଯୋଉ ନାଁ ଥିବ ସେଇ ନାଁ ବୁଲେଇ ବଙ୍କେଇ କହିପାରିବୁ PQR ଟ୍ରାଙ୍ଗେଲ PQR ଟ୍ରାଙ୍ଗେଲ କିମ୍ବା କହିପାରିବୁ RPQ ଟ୍ରାଙ୍ଗେଲ ବୁଝିପାରୁଛ ଏଇଟା ହଉଛି ଟ୍ରାଙ୍ଗେଲ ର ସିମ୍ବଲ ଟା ମୁଁ ଦେଲି ଛୋଟିଆଟେ ହେଲା କି यस ନାହିଁ ଟ୍ରାଙ୍ଗେଲ କହିଲେ ଯୋଉ ପଏଣ୍ଟରେ ଆଙ୍ଗେଲ କ୍ରିଏଟ ହଉଛି ସେଇ ପଏଣ୍ଟ ଟାକୁ ମଝିରେ ରଖିକି ବାକି ଗୁଡା କହିବୁ ହଁ କହ ତାହେଲେ ବର୍ତ୍ତମାନ ସାତଟା ଆଙ୍ଗେଲ କହ सर 7 angle होची ABD गोटे ତ ଏବିଡି ଆଙ୍ଗେଲ କୋଉଟା କହିଲୁ ଏଇଟା ହଉଛି ଏବିଡି ଆଙ୍ଗେଲ ଏଇ ଆଙ୍ଗେଲ ଟା ହେଲା ସେଥିରେ ଏଇ ସିମ୍ବଲ DB ଦବୁ गोटे ସବୁବେଳେ ଏ ବି ଡି ଏଇ ଆଙ୍ଗେଲ ର ସିମ୍ବଲ ଟା ଦବୁ ଆଉ ଗୋଟେ କିଏ କହ ABD वाला ADB ଆଚ୍ଛା ଏଇ ଆଙ୍ଗେଲ ଟା ହେଲା କି यस ନେକ୍ସଟ ଆଉ ଗୋଟେ होची ADC ଆଚ୍ଛା ତାପରେ ଏଇ ଆଙ୍ଗେଲ ଟା କହିଲୁ ନୁହେଁ କି ଏ ଡି ସି ଆଙ୍ଗେଲ ତାପରେ ନେକ୍ସଟ ତାର CDA ନା ସର 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 ସେ ADC ସେମ୍ ଗୋଟିଏ ଆଙ୍ଗେଲ ACD ଏଇ ଆଙ୍ଗେଲ ଟା କହୁଛୁ ନୁହେଁ କି ଏସିଡି ଏଇଟା ନା यस यस ନେକ୍ସଟ ତାପରେ होची ଚାରିଟା ହେଲା CAB ସି ଏ ବି ତାପରେ ଏଇ ବଡ ଆଙ୍ଗେଲ ଟା କହିଦଉଛି ବର୍ତ୍ତମାନ ନୁହେଁ କି यस ସି ଏ ବି ଆଙ୍ଗେଲ ଗୋଟେ ଆଉ ପାଞ୍ଚଟା ହେଲା ଆଉ ଦିଟା କୋଉଠୁ ଆଉ ହଁ CAD ହଁ ଏଇ ଛୋଟ ଆଙ୍ଗେଲ ଏଇଟା ଗୋଟେ ହବ ଆଙ୍ଗେଲ ସି ଏ ଡି ହେଲା यस ଆଉ ଗୋଟେ ହବ DB DAB ଏଇ ଆଙ୍ଗେଲ ଟା ନୁହେଁ କି यस ଡିଏବି ବିଏଡି ଯାହା କହୁଛୁ କହ କିଛି ଅସୁବିଧା ନାହିଁ ନାଇଁ ସାତଟା ଆଙ୍ଗେଲ ଗଲା ତାପରେ ସି ବିଟ୍ କୁହ write the names of 6 line segment BA ଗୋଟେ ଆଚ୍ଛା ବିଏ ବି କିଛି ବି କହିପାର ହେଲା यस BA ନାଇଁ ଗୋଟେ ସେଗମେଣ୍ଟ AC ଗୋଟେ ଆଚ୍ଛା ହଁ, ତାପରେ AC ଗଲା CD ଗୋଟେ ଡି ଗୋଟେ ଆଉ DB ଗୋଟେ ହଁ ବିଡି କୁହ ଲେଟର ୱାଇଜ ରଖ ତାପରେ ନେକ୍ସଟ ତାପରେ AD ଗୋଟେ ହୁଁ AD ଏ ଡି ଆଉ yes କଟା କହିଥିଲା ଆଉ ସେ ଗୋଟେ ପାଞ୍ଚଟା ହେଲା ସେ BC ଗୋଟେ ହବ ବି ସି ଗୋଟେ ହେଲା ଏଇ ଯୋଉ ବଡଟା ନୁହେଁ କି yes sir ଆଚ୍ଛା ତାପରେ ଡି ବିଟ୍ ଟା କୁହ ଏଇଟା ABCD which two triangles are ବି B ଆଜ as common କମନ ବି ଆଙ୍ଗେଲ ଟା କମନ ଅଛି
ଏଇଟା ଯେ କହିଦେବ ସେ ଜିତିଯିବ। ଆରେ କିଛି ନାହିଁ ବେସିକ ଜିନିଷରେ। So it's two triangles. ତ ମୁଁ କହିବି କହିଦେବୁ ତୁ କଣ ପାଇଁ କହିବୁ? ଏ ସାର୍ କଣ ପାଇଁ କହିବୁ? ତୁ ଖାଇସାରିଲୁଣି ନା? ଯାଉନୁ ଖାଇବୁ ତୁ। ଆମେ 10 ମିନିଟ୍ ପଢି ସାରିଲୁଣୁ। ଯା ଖା। ଖାଇବୁନୁ? ଗିଳିକି ଫାଟିଯିବୁ ଦେଖିବୁ। ହୁଁ। କହ ଯେ ଟ୍ୱିଙ୍କଲ କହ କୋଉ ଦିଟା ଟ୍ରାଙ୍ଗେଲ ବି ଆଙ୍ଗେଲ କମନ ଅଛି? सर କହିବି ରୁହନ୍ତୁ ଟିକେ। କେତେବେଳେ କହିବୁ? କେତେବେଳେ ए କହିବୁ? बी डी ଟା ଆଁ ए बी डी ए बी सी ଟା ଏବିଡି ମାନେ ଏଇ ଯୋଉ ଏଇ ଟ୍ରାଙ୍ଗେଲ ଛୋଟିଆଟା ଆଉ କୋଉଟା ଆଉ ଏଇ ଯୋଉ ए ବଡଟା। बी सी यस ଆଚ୍ଛା ଠିକ ଅଛି। ତାହେଲେ ବି ଆଙ୍ଗେଲ ଟା ଦିଶା କହିବୁ ବୋଲି କହୁଥିଲି ବା। ବି ଆଙ୍ଗେଲ ଟା କାହାର ଏ କମନ ସାର୍ ଅଛି? ବି ଆଙ୍ଗେଲ ଟା କାହାର କମନ? ଏ ବି ଡି ଗୋଟେ ଏ ବି ସି ଗୋଟେ। ABD triangle and ABC triangle ନୁହେଁ କି? ସେଇଟା କହିଲେ ଏକ୍ସଟ୍ରା କ୍ୱେଶ୍ଚନ। କୋଉଟା? ସି ଆଙ୍ଗେଲ ଟା କାର ଏ ଆଙ୍ଗେଲ ଟା କାର କମନ ଅଛି ନା ସି ଆଙ୍ଗେଲ ଟା? ସେ ସି सर डी डी सी ए ଗୋଟେ କୋଉଟା BCA means এইটা BCA এটা না আ হ্যালো ନା सी ए ଗୋଟେ सर डी सी ए ଗୋଟେ BCA means এইটা यस सर ଏକା କଥା ନୁହେଁ କି ABC ଟ୍ରାଙ୍ଗେଲ यस ସବୁବେଳେ सर ଲେଟର ଗୋଟେ ସିରିଏଲ ରଖବେ ହେଲା ABC ସେମିତି ରଖ ABC ଟ୍ରାଙ୍ଗେଲ and ACD ଟ୍ରାଙ୍ଗେଲ ଏଇ ଦିଟା ଟ୍ରାଙ୍ଗେଲ ହବ। ଠିକ ଅଛି ବୁଝି ତ ପାଇଲେ ए ଅସୁବିଧା बी କଣ सी ଅଛି? କେମିତି କଣ ହବ नो सर ए सी बी ଆଣ୍ଟେଣ୍ଡ यस ଆଁ सर ए सी बी सी ଟ୍ରାଙ୍ଗେଲ ଟା ମୁଁ କମନ କହିଛି ଏଇ ଟ୍ରାଙ୍ଗେଲ ଟା। ये सर देखो ना ଏ ସାର୍ ଏ ସି ବି ହବ ଗୋଟେ। ACB ଯାହା ABC ସେଇଆ ନୁହଁ କି? ମୁଣ୍ଡ ପଡୁରେ। ନା ସାର୍ ACB ଟ୍ରାଙ୍ଗେଲ ଯାହା ABC ଟ୍ରାଙ୍ଗେଲ ସେ ଗୋଟେ ଏ ଟ୍ରାଙ୍ଗେଲ ନୁହଁ? ସାର୍ सर सी ହଉଛନ୍ତି ଏ ସାର୍ ଆଙ୍ଗେଲ ଏବେ ଟ୍ରାଙ୍ଗେଲ କଥା ମୁଁ କହୁଛି ଏଠି ଟ୍ରାଙ୍ଗେଲ ତୁ ଆଙ୍ଗେଲ କଥା କାହିଁକି ଚିନ୍ତା କରୁଛୁ? ମୁଁ କହିଲି ଭାଇ ଏଇ ଯୋଉ ଆଙ୍ଗେଲ ଟା କୋଉ ଟ୍ରାଙ୍ଗେଲ ଦିଟାର କମନ ଅଛି? ବଡ ଟ୍ରାଙ୍ଗେଲ ଏଇଟା ହଉଛି ABC ଟ୍ରାଙ୍ଗେଲ ବି ଏଇ ଆଙ୍ଗେଲ ଟା ଅଛି ABC ଏଇ ଯୋଉ ଟ୍ରାଙ୍ଗେଲ ଅଛି ତାର ବି ଏଇଟା କମନ ଅଛି ହେଲା RBC ଅଛି RBC ଅଛି କମନ ଅଛି କି ନାଇଁ ଏଇଟା? यस सर ଟ୍ରାଙ୍ଗେଲ ନାଁ ଟା କଣ ହେଇପାରିବ? ତୁ ABC ବି କହିପାରିବୁ ACB ବି କହିପାରିବୁ ଟ୍ରାଙ୍ଗେଲ ଟା ଦଉଛି ଟ୍ରାଙ୍ଗେଲ କିଛି ବି କହିପାରିବୁ କି BAC ବି କହିପାରିବୁ ତୁ ଯାହା ଭାବିବୁ କହିପାରିବୁ କିନ୍ତୁ ABC ନାଁ ଟା ରହିବା ଦରକାର ହେଲା ନା? ଏଠି ସି ଆଙ୍ଗେଲ ଏଠି ବି ଅଛି ଏଠି ବି ଅଛି ସମାନ ହେଲା ନା? ଏଇଠି ବି ସି ପଏଣ୍ଟ ଅଛି ଏଇଠି ବି ସି ପଏଣ୍ଟ ଅଛି ବାସ୍। ଆମେ ପ୍ରିଭିୟସ କ୍ଲାସ କ୍ୱାଡ୍ରିଲେଟରାଲ ବି ପଢିଥିଲେ ହେଲା ଆଟେଣ୍ଡ କରିନଥିଲୁ ବୋଧେ? ତୁ ଖାଇବୁ ଆଉ ତୁ ଖାଉଥିଲୁ ଆଉ ଆଟେଣ୍ଡ କାଇଁ କରିବୁ? ହଉ ପଣ୍ଡିତ ଟା ନା ପଣ୍ଡିତ ଟା ହଉ ଆମେ ଜାଣିଥିଲେ କଣ ତାର ଚାରିଟା ସାଇଡ୍ସ ଅଛି କ୍ୱାଡ୍ରିଲେଟରାଲ ର ଅପୋଜିଟ ସାଇଡ ଜାଣିଥିଲେ କଣ ଏ ବି ର ହଉଛି କଣ CD ଅପୋଜିଟ ସାଇଡ ଆଉ AD ର ହଉଛି BC ଅପୋଜିଟ ସାଇଡ ଆଉ ଚାରିଟା ଆଙ୍ଗେଲ ଜାଣିଥିଲେ ଚାରିଟା ଆଙ୍ଗେଲ ଥିଲା ଚାରିଟା ଭର୍ଟିସେସ୍ ବି ଥିଲା ଚାରିଟା ଭର୍ଟିସେସ୍ ହଉଛି A B C D ଚାରିଟା ଅପୋଜିଟ ଆଙ୍ଗେଲ ବି ଥିଲା କିଏ A ର ହଉଛି ଅପୋଜିଟ ଆଙ୍ଗେଲ C B ର ଅପୋଜିଟ ଆଙ୍ଗେଲ ଥିଲା D ସବୁ ଶିଖିଥିଲେ ସିଧା ଆମେ କ୍ୱେଶ୍ଚନ ଆନ୍ସର କରିବା 4.5 ହବ ନା ନାଇଁ କୁହ यस ଏଟା सर 4.5 ଟା draw a rough
sketch of a quadrilateral PQRS. Draw its diagonals. Name them is the ने mid. यार तू कह तू ये की इंग्लिश पढ़ुछु पूरा पर फुल स्टॉप दे जे जे जगह से फुल स्टॉप दे जे रहइबु ना नेम देम तापर इज द मीटिंग कोन ड्रॉ ए रफ स्केच ऑफ ए क्वाड्रिलेटरल PQRS से फुल स्टॉप रहिलु ड्रॉ इट्स डायगोनल फुल स्टॉप रहिलु नेम देम तापर से डायगोनल ना दिटा दबु कोन डायगोनल बाहरला तापर पुणी क्वेश्चन पचारछि इज द मीटिंग पॉइंट ऑफ द डायगोनल्स इन द इंटीरियर और एक्सटीरियर ऑफ द क्वाड्रिलेटरल क्वेश्चन पचारछि क्वेश्चन ର Sir, ମାନେଟା କଣ ମତେ ଆସିବ ଆଁ ମତେ ଆସିବ ଆସିବ ଯେ ମାନେଟା ମତେ ବୁଝେଇଲୁ ଆଗେ ସାର୍ ଗୋଟେ ଏଇ ଯୋଉ ସାର୍ ଦେଖନ୍ତୁ ଏଇପଟେ ଯୋଉ ଗୋଟେ ଆଙ୍କିନି ହଁ ଏଇପଟରେ ଏ ସାର୍ ସେଇଟା ଗୋଟେ ହଉଛି କ୍ୱାଡ୍ରିଲେଟରାଲ। ସେଇଭଳିଆ ଗୋଟେ ରଫ୍ ସ୍କେଚ୍ ଆମେ ଡ୍ର କରିବା ହେଲା କି ସେଇଭଳିଆ ଆମେ ରଫ୍ ସ୍କେଚ୍ ଡ୍ର କରିବା ଟିକେ ରୁହ ଜଣେ ଡିଷ୍ଟର୍ବ କରୁଛି ଗୋଟେ ଗୋଡେଇ ଦିଏ ହଁ ବୁଝା ବୁଝା ଥରେ ଏ PQRS ଟ୍ରାଙ୍ଗେଲ ଆଡଜସେଣ୍ଟ ଯୋଉ କଣ ସେଟା ତମର ପାଖାପାଖି ହୁଁ ଡାଇଗୋନାଲ ଆମେ କାହାକୁ ନେଇ ଡ୍ର କରିବା ସେ ଡାଇଗୋନାଲ ଆଡଜସେଣ୍ଟ ଭର୍ଟିସେସ୍ କିଏ ଭର୍ଟିସେସ୍ ହଉଛି P P Q ଗୋଟେ Q ଗୋଟେ ହଁ ଏ ସାର୍ ତା ମାନେ କଣ ଆମେ ଆମେ ଯେମିତି ଡାଇଗୋନାଲ କେମିତି ଡ୍ର କରନ୍ତି ଆମେ ଡାଇଗୋନାଲ ହଉଛି ଏମିତି ଏମିତି ଛକି ଚିହ୍ନ ଭଳିଆ ଦେଇକି ଏପଟେ ଏପଟେ ସେପଟେ ସେପଟେ ମାନେ ଏଇ P ଆଉ R ଏ ଦିଟା କଣ ଦିଟା ନନ୍ ଆଡଜସେଣ୍ଟ ଡାଇ କଣ P ପଏଣ୍ଟ ଆଉ R ପଏଣ୍ଟ ଏ ଦିଟା କଣ ଦିଟା ନନ୍ ଆଡଜସେଣ୍ଟ ଭର୍ଟିସେସ୍ Yes. ପାଖାପାଖି ଲାଗିନି ବୁଝିପାରୁଛ କି ନାଇଁ ନନ୍ ଆଡଜସେଣ୍ଟ ଭର୍ଟିସେସ୍ Yes. ଲାଗି ନାଇଁ କିନ୍ତୁ P ଆଉ Q କଣ ଆଡଜସେଣ୍ଟ ଭର୍ଟିସେସ୍ ଗୋଟେ ସାଇଡ୍ ରେ ଅଛନ୍ତି ତେଣୁ ଯୋଉ ନନ୍ ଆଡଜସେଣ୍ଟ ଭର୍ଟିସେସ୍ କୁ ଆମେ ଜଏନ୍ କଲେ ଡାଇଗୋନାଲ ସବୁବେଳେ ପାଇବା ନୁହେଁ କି ଆରେ Yes, ଆର sir. ଯୋଉ ମିଟିଂ ପଏଣ୍ଟ ଏଟା କୋଉଠି ଆରେ ଏଇ ଯୋଉ ପଏଣ୍ଟ ଟା ଇଣ୍ଟେରିୟର ରେ ରହିବ ହେଲା ସିମ୍ପଲ କିଛି ନାହିଁ ଦୁଇ ନମ୍ବରଟା କୁହ Draw a rough sketch of a quadrilateral KLMN state. 2 points of opposite side. କଣ ହେତ ଫୁଲ ଷ୍ଟପ୍ ମାନୁନୁ ପୁରା ତଡିକି ପଳଉଛୁ ପୁରା କାନ୍ଥ ବାଣ କିଛି ମାନୁନୁ ହଁ ଏବେ କହିଲି ଡ୍ର ଏ ରଫ୍ ସ୍କେଚ୍ ଅଫ ଏ କ୍ୱାଡ୍ରିଲେଟରାଲ KLMN ଫୁଲ ଷ୍ଟପ୍ ତାପରେ ଷ୍ଟେଟ୍ କମା ଦେଇଛି ଷ୍ଟେଟ୍ ମାନେ ଦର୍ଶାଇବ କଣ ଦର୍ଶାଇବ ଟୁ ପେୟାର୍ସ ଅଫ ଅପୋଜିଟ ସାଇଡ୍ସ ବୁଝିଲା କି ନାହିଁ KLMN ର ଗୋଟେ କ୍ୱାଡ୍ରିଲେଟରାଲ ଆମେ ଡ୍ର କରିବା ହେଲା let this is K this is L this is M this is N 2 ହେଲା କି ନାହିଁ pairs of opposite side. ହଉଛି K opposite side ହଉଛି KM ଗୋଟେ KM ଅପୋଜିଟ ସାଇଡ୍ ହବ ବୁଝିପାରୁଛ Sir, ନା ନାଇଁ K ର ସବୁବେଳେ K ଯୋଉ ସବୁବେଳେ ଯୋଉ ନାଁଟା ଦବ ସେ କଣ କହିଛି KLMN ପୁରା ସିରିଏଲ ଏମିତି ଦବ ହେଲା କି ନାହିଁ yes, sir. ଏମିତି ସିରିଏଲ ଦଉଥିବ ତମେ ନା କି ଏମିତି ଦବ ଦରକାର ଦବ ଏଠି ଦବ K ଏଠି ଦବ L ଏଠି ଦବ M ଏଠି ଦବ N ନା ଯେମିତି ଯେମିତି ଦବ ସିରିଏଲ ଦବ ସବୁବେଳେ ହେଲା କି ନାହିଁ ଯେମିତି ବି ଦବ ଏମିତି ଏମିତି ଦେଲେ ଭୁଲ ହେଇଯିବ ଯଦି ଏମିତି ଦବ KLMN ଏମିତି ଦେଇପାରିବ ଯଦି ତୁମେ ଏମିତି ଦେବାକୁ ଚାହିଁବ ଏଠି ଦବ K ଯଦି ଏମିତି ଦବ L M N ନାଟା ପୁରା ସିରିଏଲ ଦବ ଯାହା ଦେଇଥିବ ସେଇ ଅନୁସାରେ ଗୋଟେ ରିଜନରେ ଯିବ Yes. ନହେଲେ ଭୁଲ ହେଇଯିବ ହେଲା କି ନାହିଁ ଏଟା ଏମିତି ଦେଇପାରିବ ନହେଲେ ଏମିତି ଦେଇପାରିବ ହେଲା ହଁ ତାହେଲେ କୁହ ପ୍ରଥମ କ୍ୱେଶ୍ଚନ କଣ ଟୁ ପେୟାର୍ସ ଅଫ ଅପୋଜିଟ ସାଇଡ୍ସ କିଏ କିଏ ହବ ଅପୋଜିଟ ସାଇଡ୍ସ Sir, K ର opposite side ଏମେ ହବନି ଅପୋଜିଟ ସାଇଡ୍ ମାନେ ବୁଝିପାରୁଛ ଏଠି କହିଲେ କ୍ୱାଡ୍ରିଲେଟରାଲ କେଇଟା ସାଇଡ୍ ଅଛି ଆଗେ ଚାରିଟା ଚାରିଟା ସାଇଡ୍ କିଏ କିଏ ଯୋଉ ଚାରିଟା ସାଇଡ୍ ଅଛି କିଏ କିଏ କହିଲେ କି ଫୋର ସାଇଡ୍ସ କିଏ କିଏ NK ଗୋଟେ ଆଁ KL ଗୋଟେ ଗୋଟେ ହଉଛି MK ଗୋଟେ ସାଇଡ୍ ହବ Sir, NK NN NK ଗୋଟେ ସାଇଡ୍ NK KL ତାପରେ LM MN MK L LM M ଏଇ ଯୋଉ ସାଇଡ୍ ହେଲେ ଆದ್ರ କହୁଛି ଅପୋଜିଟ ସାଇଡ୍ କିଏ କିଏ ବିପରୀତ ଭାଗରେ କିଏ କିଏ ଅଛନ୍ତି କୋଉ ଦିଟା ସାଇଡ୍ ଅଛନ୍ତି ଅପୋଜିଟ ସାଇଡ୍ କାଲି ବୁଝେଇ ନଥିଲି କଣ ବୁଲି ଯାଉଛୁ ଅପୋଜିଟ ସାଇଡ୍ କିଏ କିଏ ଥିଲେ
आर ऑपोजिट किए थिला आर ऑपोजिट ये थिला पड़नी yes sir, आ एई जो साइड रो ऑपोजिट किए थिला ये थिला yes एई जो साइड रो ऑपोजिट किए थिला ये थिला ଥିଲା ଏପଟ ताले दिशा की ऑपोजिट साइड किए को Yes, sir. ऑपोजिट साइड की तू आउट कोन करछु ना ସାର୍ ମୁଁ No, କହିବି sir. ऑपोजिट साइड किए को Sir, sir, M रा होची के एम रहूची के आउ yes sir. आउ Sir, N रा होची L. ऑपोजिट साइड्स पचारछि ना ताले एम गोटे साइड के गोटे साइड एन गोटे साइड एल गोटे साइड ए ना बे नो ସାର୍ अबे क्वाड्रिल हां कहलु तू आंसर टा कहलु ସାର୍ MAN ର ଅପୋଜିଟ ସାଇଡ ହଉଛି LK एल के अच्छा हां ତାପରେ तापरे NAK ର ଅପୋଜିଟ ସାଇଡ ହଉଛି MAL ये गोटे गोटे साइड रे कि दिशा धन्य रे गोटे कोन करूछु तू गोटे काम कर क्लास रो आउट हे जे नले मु किक कर देनी बुझिल ना आउट हे न किक कर देनी बेकार के समय वेस्ट कर तोर जा करिया कथा सेठी करछु कर कोन खेल करछु सेठी ना हो कर एम गोटे तोर साइड ना एन गोटे साइड एल गोटे साइड धन्य रे हो ठीक छै हो तोर पढ़ तू पढ़नो जल्दी पढ़ खेली जा तो सांग डाकेले ने खेली जा पढ़ ना बेसी हे जीवो पढ़ना बे बेसी हे जीवो पाठ पढ़ा टू पेयर्स ऑफ ऑपोजिट एंगल्स के को ए जो साइड टा के हबो कहली जुजु बुझि रह लिखि दउची टिया तब तमर एम एन सहित के हबो के एल yes गोटे पेयर आ गोटे पेयर के एन के सहित एम एल ये गोटे पेयर ना टू पेयर्स और बी बिट टा को बी बिट टू पेयर्स ऑफ ऑपोजिट एंगल्स angles हां ସାର୍ NKL ର ହଉଛି LMN एन के एल yes एन के एल बोले ए एंगल नो की एन के एल ए एंगल के yes LMN जो एइटा एल एम एन अच्छा गोटे पेयर होचे कहबू एन के एल एंगल रो ऑपोजिट एंगल होची के एल एम एन एंगल सिंबल एमती दबो सब ये ହେଲା ଗୋଟେ पेयर नेक्स्ट पेयर को कियो आउट पेयर ତାପରେ की ସାର୍ ଆଉ ଗୋଟେ ହଉଛି MANK ଗୋଟେ MNK ର ହଉଛି KLM एइटा होची के एइटा yes एम एन के रो होची के एल एम सिंपल तापर सी बिट टा को two pairs of adjacent sides M ର LA एडजेसेंट साइड्स एम रो एल ए हां no sir sorry हां adjacent रो sides रो पाटी रो से दिशा कहलु हेलो Yes, sir. हां कहनु कांदुचु yes तू को कांदिबु तते Sir, कांद M लागिबो रा होची क Sir. एडजेसेंट साइड्स कहबू Sir, sides. एडजेसेंट साइड्स पचार सी बीटा में उत्तर करछंती स्क्रीन देखा जानी तते Yes, sir. हां एडजेसेंट साइड्स की Sir. Sir, M N रा होची के L. एम एन रहू के एल तू का No, उधर sir. आउथरे र क ए जो एम एन रहू के ए जो के एल एडजेसेंट साइड No, sir. आउ के Sir, जाने positive. अच्छा तो सब ऑफ कर कौन कर जो ऑफ करी की देखी कथा होला Sir, कौजी. चेस फेस खेलछु सेठी No, sir. को कर
Sir, Hmm. Oh. sir, sir କହୁଛି sir, sir KL ହଉଛି KL ର sir, KL ର କିଏ sir KN KN अच्छा Yes. ଆଉ ଏ ଗୋଟେ ପେୟାର ହେଲା ଆଉ ଗୋଟେ ପେୟାର sir, sir NM ର ହଉଛି ML ଏତେ ସମୟ ତ ଲାଗିଲା କହିବାକୁ କଣ ଦେଖି କହୁଛୁ କୋଉଠୁ no sir ଆଉ ଏତେ ସମୟ କାଇଁ ଲାଗିବ ନା ବୁଝୁନଥିଲୁ ବୁଝିକି କହୁଛୁ yes sir ଆଡଜାସେଣ୍ଟ ମାନେ କଣ ପାଖା ଆଡଜାସେଣ୍ଟ ମାନେ କଣ ବୁଝିପାରୁଛୁ ଆଡଜାସେଣ୍ଟ ର ୱାର୍ଡ ମାନେ sir words ମାନେ sir ପାଖାପାଖି ସାଇଡ ପାଖାପାଖି ବା ଲାଗି କରି ନୁହେଁ କି ପାଖାପାଖି yes sir ଯୋଉଟା ଲାଗିକି ଥିବ ତାହେଲେ ଏ ସାଇଡ ସହିତ ଲାଗିଛି କିଏ ଏଇଟା ଲାଗିଛି no sir ସିମ୍ପଲ ବୁଝିପାରିଲ ଇଏ ଯୋଉ କହନ୍ତ ନା ଟ୍ରାଙ୍ଗେଲ Yes, sir. Yes, sir. ଏ ସାଇଡ କଣ କାନ୍ଦୁଛୁ କଣ ହ୍ୟାଲୋ yes Yes, sir sir. କାନ୍ଦୁଛୁ କିଏ ଗୋଟେ So, cake. KL ସହିତ NK ଆଉ ଗୋଟେ ସାଇଡ କିଏ ଗୋଟେ ପେୟାର ହେଲା ଆଉ ଗୋଟେ ପେୟାର କହ ତୁ Sir, ମୁଁ କହିବି ହଁ KL ସହିତ ହେଲା N M ସହିତ ହବ ML ଆଉ ଗୋଟେ ପେୟାର କୁହ ଲେଖିଦବା ଅସୁବିଧା କଣ ହଉଛି ହଁ sir ଆଉ ଯେତିକି ଗୋଟେ ଏତିକି ହଁ ଆହୁରି ବି ହେଇପାରିବ no, sir ଦିଟା ହବ ବା ଦିଟା ହେଇପାରିବ ଗୋଟେ ଏଇଟା ସହିତ ଏଇଟା sir ହେଲା ଗୋଟେ ଏଇଟା ସହିତ ଏଇଟା ହେଲା ମୁଁ କହିବି କଣ ଦେଖିଆ sir NM ସହିତ ହବ NK NM ସହିତ NK ଏଟା ବି ହେଇପାରିବ ଆଉ ଗୋଟେ ପେୟାର ଅଛି କହିଲୁ ଟୁଇଙ୍କଲ ସହିତ NK ଆଚ୍ଛା LM ସହିତ ହବ କିଏ LK ବୁଝିପାରିଲ ନା ବୁଝିପାରିଲୁ ଟୁଇଙ୍କଲ yes sir ବୁଝିଲି ଆ ସହିତ ଏଇଟା ହବ ଏଇଟା ସହିତ ଏଇଟା ହବ sir ML ସିନା LK ହେଇଥାନ୍ତା LM କେମିତି ହବ ML ସହିତ କିଏ ML ସହିତ କିଏ ହବ LK ଆଚ୍ଛା ଏ ସାଇଡ ସହିତ କୋଉ ସାଇଡ ଲାଗିଛି କହିଲୁ ଏଇ ସାଇଡ ଲାଗିନି କି yes sir ହଁ ଆଚ୍ଛା ଏ ସାଇଡ ସହିତ ଏ ସାଇଡ ବି ଲାଗିଛି yes ପାରିବ ଅସୁବିଧା କଣ ଅଛି ବୁଝିଲେ କି ନାଇଁ yes sir ତ ML ସହିତ ML କାହିଁକି ଏଇଠି LM ସହିତ LK ବି ହେଇପାରିବ ଆଉ ML ସହିତ NM ବି ଏଠି ହେଇପାରିବ କାରଣ ଏଠି ବି LM ଅଛି ଏଠି ବି LM ଅଛି ହେଲା କି ନାଇଁ yes sir ବିଟ୍ ଟା ଡି ବିଟ୍ two pairs of adjacent angles so ମୁଁ କହିବି ହଁ sir adjacent angle ହଉଛି MNK ର ହଉଛି ଯୋଉ NKL sir MNK sir ସହିତ MNK ସହିତ NKL ହଁ ଠିକ ଅଛି sir ମୁଁ ନେକ୍ସଟ କହିବି ତୁ କହୁନୁ ଗୋଟେ sir ମୁଁ ହଁ କହ ତୁ କହ sir NML ସହିତ MLK ଓକେ ଠିକ ଅଛି ଅସୁବିଧା କିଛି ହବ ତୁ ପେଟ ହେଇଗଲା ହେଲା ଏନ୍ ଏ ସହିତ ଗୋଟେ ହଉଛି ଏନ୍ କେ ଏଲ ଗୋଟେ ଆଙ୍ଗେଲ ସିମ୍ବଲ ଗୋଟେ ଦବ ବେ ନହେଲେ ଭୁଲ ହେଇଯିବ ଆଉ ଗୋଟେ ହଉଛି କଣ ଏନ୍ ଏମ୍ ଏଲ ସହିତ ଗୋଟେ ହଉଛି କେ ଏଲ ଏମ୍ ଏଟା ପେୟାର ହେଲା କି ନାଇଁ ଗଲା ଆଚ୍ଛା ତାପରେ ସର୍କଲ ପଢିଆ କଣ ପଢିଆ circle ଏକ୍ସରସାଇଜ କରିଦେବେ କ୍ଲାସ ସବୁ ନୋଟ୍ସ ସବୁ ପଠେଇଦେବି ହେଲା ଯାହା ବି ସର୍କଲ ବିଷୟରେ କଣ ଜାଣିଛ କଣ ବିଷୟରେ ଜାଣିଛୁ କହିଲୁ ସର୍କଲ ବିଷୟରେ sir ସର୍କଲ ବିଷୟରେ କଣ ଜାଣିଛୁ କହୁନୁ sir circle ଗୋଲାକାର sir ହଁ ଆଉ କଣ ଜାଣିଛୁ ଗୋଲାକାର ଏଟା ପେଣ୍ଡୁ ଭଳିଆ କହୁନୁ ଫୁଟବଲ ଭଳିଆ ତମୁଡ ଭଳିଆ ସର୍କଲ ଟା ନୁହେଁ କି ନା sir ତମୁଡ ଭଳିଆ ନୁହଁ ନା sir ଆଉ କାହା ଭଳିଆ ତୋ ଭଳିଆ ନୁହଁ ସେ ସର୍କଲ ରେ କଣ ଜାଣିଛୁ ତୁ ପଢିଛୁ ବା ସର୍କଲ ତୋ ସାରଙ୍କ ନା ପାଖରେ sir କଣ ପଢିଛୁ ସର୍କଲ
ସେ ତାର ଯୋଉ ଡାଇଗ୍ରାମ ଅଛି। କଣ ଡାଇଗ୍ରାମ? yes ଡାଇଗ୍ରାମ ହଁ ଏଇ ଯୋଉ ଡାଇଗ୍ରାମ ଏଇ ସ୍ପେଲିଂ ଡାଇଗ୍ରାମ ତ? yes ଏଇ ଡାଇଗ୍ରାମ ମାନେ କଣ ଜାଣିଛୁ ନା? ସେ ଏଇଟା ନୁହେଁ। ଚିତ୍ର। ଆଉ ତାହେଲେ କଣ ଆଉ କୋଉ କଥା କହୁଛୁ? ହଉ ଥାଉ ସେଟା କୁହନ୍ତି ଡାୟାମିଟର କୁହନ୍ତି, ତୁ ଡାୟାଗ୍ରାମ କଣ କହୁଛୁ? yes ଡାୟାମିଟର। ସେ ଡାଇମିଟର ଗୋଟେ ସେ ହଁ ସେକ୍ଟର ରେଡିୟସ୍ ହଁ ଆଉ ଆଉ ଭେକ୍ଟର କଣ? ସେ ସେ ଭେକ୍ଟର କଣ? ଏଇଟା ଗୋଟେ ସର୍କଲ ଡ୍ର କଲି ମୁଁ। ସେ କାଇଁ ଦେଖା ହେଲାନି? ଡ୍ରେସ ଦେଖାଯାଉଛି। ହେଲେ କୁହ ସେ ତାର ଯୋଉ ଏଇ ଯୋଉ ସାଇଡ ଗୁଡା କୋଉ ସାଇଡ ଗୁଡା? ସେ ଏଇଗୁଡା ସେ ଯୋଉ yes ଏଇଗୁଡା ତ ସେଇ ସାଇଡ ଗୁଡା କଥା କହୁଛୁ। ସେ କୋଉଡା? ଏଇ ସାଇଡ ତାର ଏଇଟା କଣ? ସେ ଏଇଟା ସେକ୍ଟର। ସେ ଆଁ yes ସେକ୍ଟର କୁହନ୍ତି ତାକୁ। ସେ କୋଉଡା? ଏଇ ଯାହା ପରେ ମୁଁ ଗାର ବୁଲଉଛି ପଏଣ୍ଟର ବୁଲଉଛି ସେଇଟା ତ? yes ସେଇଟାକୁ ସେକ୍ଟର କୁହନ୍ତି। ଶୁଣ ପାଟି କରନା। ଗୋଟେ ସର୍କଲ ଯେତେବେଳେ ଡ୍ର କରାଯାଏ ହେଲା ନା, ମନେ ରଖିଥାଉ ସବୁବେଳେ କୁହ ସର୍କଲ ଗୋଟେ ପଲିଗନ କହିବା କେମିତି ତାକୁ? no sir ସର୍କଲ କେବେ ପଲିଗନ ହେଇପାରିବ? ତାର କିଛି ସାଇଡ ଅଛି କି? no sir ଏ ଦିଶୁ ନା କଣ ତା ନା ଟୁଇଙ୍କିଲ। Yes, sir. ସର୍କଲ ର ଗୋଟେ ସାଇଡ ଅଛି କି? ସର୍କଲ କିଛି ସାଇଡ ଅଛି? No, sir. ନୋ ସାଇଡ ହେଲା। ସର୍କଲ ଯେହେତୁ ସାଇଡ ନାହିଁ ତ we can say it is not ଗୋଟେ ପଲିଗନ କେବେ ହେଇପାରିବ ନାହିଁ। we can say it is not a polygon। Yes. ଏଇଟା କେବେ ପଲିଗନ ହେଇପାରିବନି। ତାହେଲେ ସର୍କଲ ଟା କଣ ଗୋଟେ? କି କର୍ଭ? ସର୍କଲ ଟା ଗୋଟେ ଓପନ ଦିଶା କୁ ଓପନ କର୍ଭ ହବ ନା no sir କ୍ଲୋଜ କର୍ଭ? close କର ସେ କ୍ଲୋଜ କର ସର୍କଲ ଗୋଟେ କର୍ଭ ନୁହେଁ କି? କ୍ଲୋଜ କର୍ଭ। ସର୍କଲ ଟା କେତେବେଳେ ଏଇ ପଏଣ୍ଟ ମୁଁ ରଖିଲି, ଏଇ ପଏଣ୍ଟ ଟା ରଖିଲି। ସର୍କଲ ଟା ଏଇ ପଏଣ୍ଟ ରୁ ଗୋଟେ ସେ ନିର୍ଦ୍ଦିଷ୍ଟ କୋଉଟା ଦୂରତାରେ ଗୋଟେ ପଏଣ୍ଟ ସର୍କଲ ଟା କେତେବେଳେ ତିଆରି ହବ? ଏଇ ପଏଣ୍ଟ ରୁ ଗୋଟେ ସର୍ଟେନ ଡିଷ୍ଟାନ୍ସ ରେ ଗୋଟେ ସର୍କଲ ଗୋଟେ ପାଥ ରେ ମୁଁ ଯଦି ମୁଭ କରେଇବି, ବୁଝିହେଲା କି ନାଇଁ? yes sir ଏଇଟା ସର୍କଲ ହେଲାନି ସର୍କଲ ଆମେ ସ୍କେଲ ପେନ୍ସିଲ କଲେ କ୍ଲିୟର ହବ ହେଲା। ତାହେଲେ ଏଇଠୁ ଏତିକି ଡିଷ୍ଟାନ୍ସ ଗୋଟେ କମ୍ପାସ ଟା ମୁଭ୍ କରିବା, ଏଟାକୁ ସର୍କଲ କହିବା। ତାହେଲେ ସର୍କଲ ର ଯୋଉ ସେଣ୍ଟର ପଏଣ୍ଟ ସେଇଠୁ ଏ ସବୁର ଡିଷ୍ଟାନ୍ସ କଣ? ଏ ଡିଷ୍ଟାନ୍ସ, ଏ ଡିଷ୍ଟାନ୍ସ, ଏ ଡିଷ୍ଟାନ୍ସ, ଏ ଡିଷ୍ଟାନ୍ସ, ଏ ଡିଷ୍ଟାନ୍ସ ସବୁ ସମାନ ସବୁ କଣ ସମାନ। ହେଲା କି ନାଇଁ? ତାହେଲେ ଏଇ ଯୋଉ ପଏଣ୍ଟ ରୁ ଏ ଡିଷ୍ଟାନ୍ସ ଯୋଉଟା ସମାନ ସେ ପଏଣ୍ଟ କୁ ଆମେ କଣ କୁହନ୍ତି? ସେ ସେ ପଏଣ୍ଟ ନାଁ ଟା ଦେଲି ମୁଁ ଓ ଦେଲି। କଣ ଦେଲି? ଓ ଦେଲି। ହେଲା କି yes ନାଇଁ? sir ତାହେଲେ ସେଇ ଯୋଉ ଓ ପଏଣ୍ଟ ରୁ ଯୋଉ ଡିଷ୍ଟାନ୍ସ ଗୁଡା ସମାନ ହେଲା, ଆ ନାଁ ଟା ହଉଛି ସରକମଫେରେନ୍ସ। ଏଇ ଯୋଉ ଲାଇନ ଗୁଡା ନୁହଁ ଏଇ ଲାଇନ ଟାକୁ ଆମେ କୁହନ୍ତି ସରକମଫେରେନ୍ସ। କଣ କୁହନ୍ତି ଆମେ ତାକୁ? ସରକମଫେରେନ୍ସ। ହେଲା। ଓଡିଆରେ କୁହନ୍ତି ପରିଧି ହେଲା। ସେ ପରିଧି କଣ? ଇଂଲିଶ ନାଁ ଟା ହଉଛି ସରକମଫେରେନ୍ସ। ତାହେଲେ ଏଇ ଯୋଉ ଲାଇନ ଗୁଡା ଏଇ ଯୋଉ ଲାଇନ ଟା ଏଇ ଯୋଉ ଲାଇନ ଗୁଡା yes ପୁରା sir ଯୋଉ ସେଇଟା ହଉଛି ଟୋଟାଲ ଟା ଗୋଟେ ସରକମଫେରେନ୍ସ କୁହନ୍ତି ସବୁବେଳେ। ଏବଂ ଯୋଉ ପଏଣ୍ଟ ରୁ ଏଇ ଯୋଉ ଡିଷ୍ଟାନ୍ସ ସମାନ ସେଇ ପଏଣ୍ଟ ଟା ହଉଛି ଅରିଜିନ। ଓଟା କଣ? ଓଟା ହଉଛି କଣ? ଅରିଜିନ। ହେଲା କି ନାଇଁ? ଆଉ ଯୋଉ ଅରିଜିନ ପଏଣ୍ଟ ରୁ ଏଇ ଯୋଉ ସର୍କଲ ଏଇ ଯୋଉ ଲାଇନ ଗୁଡା କ୍ଲୋଜ ଲାଇନ ଗୁଡା ଯୋଉ କର୍ଭ ଲାଇନ ଗୁଡା ତା ଡିଷ୍ଟାନ୍ସ କୁ ଆମେ କଣ କୁହନ୍ତି? ଆର କୁହନ୍ତି। କଣ କୁହନ୍ତି? ଆର। ହେଲା କି ନାଇଁ? ସେ ହଁ ଆର ତ ନୁହେଁ ସେ ରେଡିୟସ ରେଡିୟସ୍ ରେଡିୟସ କୁହନ୍ତି। ଆମେ ତାର ପ୍ରଥମ କ୍ୟାପିଟାଲ ଅକ୍ଷର ଟାକୁ ଆମେ ଆର ବୋଲି ଧରନ୍ତି। ରେଡିୟସ ତାକୁ କୁହନ୍ତି। ତାକୁ ସ୍ମଲ ରେ କଣ ଆର ବୋଲି ଇଣ୍ଡିକେଟ କରନ୍ତି। ବୁଝିହେଲା କି ନାଇଁ? yes sir ବୁଝିହେଲାନି? yes sir ଏଇଟା ଗୋଟେ ସର୍କଲ ଆମେ ଜାଣିଲେ। ଦିସ୍ ଇଜ ଏ ସର୍କଲ। ହେଲା କି ନାଇଁ? ଏଇଟା ହଉଛି ସର୍କଲ ର ସେଣ୍ଟର। ତାହେଲେ ସର୍କଲ ର ଏଇ ଯୋଉ ସରକମଫେରେନ୍ସ ଉପରେ ଆରି ଉପରେ ଦିଟା ପଏଣ୍ଟ ମୁଁ ନେଲି। ଏଠି ଗୋଟେ ପଏଣ୍ଟ, ଏଠି ଗୋଟେ ପଏଣ୍ଟ ନେଲି। ହେଲା ନା? ଇଂଲିଶ ବୁଝୁଥିବୁ। ଏ ଦିଟା ପଏଣ୍ଟ କୁ ମୁଁ ଯଦି ଜଏଣ୍ଟ କରିବି
और जो लाइन टा से लाइन टा को कोन कहबी त ना कोन देबी त ना कोन बजिबो मन कर एठी ए गोटे पॉइंट एठी बी गोटे पॉइंट ए ओरिजिन टा होची ओ ला सर्कल पर दुईटा पॉइंट गोटे ए पॉइंट गोटे बी पॉइंट नेली ले जो ए बी टा को कोन कहबी एठी सर व्यस्त ए एटा को हमें कोंती ज्या कोंती बा कोड कोंती को कोंती सर्कल लो पॉइंट No, ऊपर sir. सुबो नहीं Sir, এটা diameter. कोडा अच्छा सर्कल ऊपर एठी गोटे पॉइंट नेली एठी गोटे मु पॉइंट नेली बी Yes, पॉइंट sir. नेली ले जो ए और Yes, sir. बी को मु जॉइन करले Yes, sir. ए और बी को मु जॉइन करले जो लाइन टा हबो से लाइन टा को मु कोन कहबा ए बी टा कोन एठी हबो दिस इज ए Sir. कॉर्ड Yes, sir. हला ता Sir, ओडिया रे chart. कोन ज्या व्यासटा सबले केंद्र देकी जीवो सेंटर देकी जीवो ओरिजिन बा Yes, sir. ओ पॉइंट टा होचे ओरिजिन बा सेंटर हला ना Yes, sir. पॉइंट कोन ट्विंकल बुझिल ना ओ पॉइंट टा होचे सेंटर यस ला कल मु ठीक এই जो দুইটা বিন্দু নেবি কোন এই বিন্দু আছে এই বি বিন্দু আছে বি বিন্দুরু এই যে ও বিন্দু দেখি মু গোটে লাইন ড্র করিবি যেমনি সেই যে সার্কেল আরো লাইনটা কো সে এইটি টাচ করিব এসি and del c তাহলে যে বিসি টা যে ও সেন্টার দেখি যাইছি কি নাই তাহলে বিসি টা গোটে কোন হইଯିବ ডায়ামিটার হইଯିବ কোন হইଯିବ বিসি ডায়ামিটার কোন হইଯିବ বুঝিলে না নাই यस डायमीटर ताको हमें स्मॉल लिखंदी कोन स्मॉल डी लिखंदी तो डी बोली इंडिकेट करन छोट अक्षर डी डी मींस डायमीटर ହେଲା ना रेडियस को हमें आर बोली लिखंदी ये जो ओ सी रो लेंथ केते ओ सी रो लेंथ होची केते ओ सी रो लेंथ रेडियस ये जो ओ सी रो लेंथ केते रेडियस Yes, sir. এটা Yes, sir. সেটা হচ্ছে গোটে রেডিয়াস কিন্তু ও বি কি গোটে রেডিয়াস হই পারিবে কি নাই ও বি भी গোটে রেডিয়াস হবো Yes. ओ এবং সে মনে কর আমি এইটা আউট পয়েন্ট নেলি ও ই পয়েন্ট নেলি লাগে নাই তো এই যে এই সমস্তর লেন্থ কোন সমান বুঝলে কি নাই তাহলে Yes. ও সি ইজ ইকুয়াল টু ও বি ইজ ইকুয়াল টু ও এ ইজ ইকুয়াল টু ও No, ই এটা ଅଲଗା ଅଲଗା ଦେଖାଉଛି. ଅଲଗା ଅଲଗା ଦେଖା ଯାଉଛି Yes, sir. ନା ଦେଖା ଯାଉଛି ସେ ସେମିତି ନୁହଁ ସବୁ ରେଡିୟସ ର ଅରିଜିନ ରୁ ସେଣ୍ଟର ରୁ ଏଇ ଯୋଉ ସରକମଫେରେନ୍ସ ଉପରେ ଏଇ ଯୋଉ ଲାଇନ ଉପରେ ଯୋଉ ବି ପଏଣ୍ଟ ନବା ଆମେ ହେଲା କର୍ଭ ଲାଇନ ଉପରେ ସବୁ ପଏଣ୍ଟ ସେମ ତାଙ୍କ ଡିଷ୍ଟାନ୍ସ ସବୁ ସେମ सेंटर रू ए पॉइंट रो जोडी भी डिस्टेंस ताऊ डिस्टेंस सब समान ठीक नहीं सब डिस्टेंस समान किछि भी कोडी भी तो पॉइंट ने समान न हो सेटा और सर्कल केबे भी होई परिबनी बुझिले नहीं बुझिले ना यस सर तले ए बी गोटे कोन कहबा ए बी टी को एटी ए और बी बी को कोन कहबा सर ए बी को हां गोटे कोड कहबा यस ए सी को गोटे कोन कहबा ए सी को ए और सी सर ऊपर जो हां एबे ए सी एटी ए सी ड्रा करली ए सी ए सी की कहबा सेई कम सेम कोड अरे ए सी भी एटी गोटे कोड यस এইটা এই कर्व लाइन ও सर्कल जो सर्कल ऊपर बस रहउची ए और सी बिंदु हेले यस ला तो जेते बेले देखो एटी मैं कहूची तुमको मैं आउट स्क्रीन में तुमको नउची है ना स्क्रीन टा मतलब बंद करी आउट स्क्रीन के नउची देखो एटा होची गोटे कम ड्रा कली सर्कल टा सर्कल ए जो पॉइंट रो एटा सर्कल Yes, sir. देखाला Yes, sir. Yes. ମୁଁ କହିଲି ତମକୁ କଣ ଏଇ ପଏଣ୍ଟ ରୁ କରିଦେବା ମାନେ ମୁଁ ଡ୍ର କଲି ଦେଖ ଏଇଟା ହଉଛି କଣ ଏଇଟା ହଉଛି ତ ଅରିଜିନ କି ନାହିଁ ଏଇଟା ହଉଛି ତା ଅରିଜିନ ହେଲା ଏଇ ପଏଣ୍ଟ ଟା କି ପଏଣ୍ଟ ଏଇଟା ହଉଛି ତାର ଅରିଜିନ ଏଇଟା କି ପଏଣ୍ଟ ଏଇ ପଏଣ୍ଟ ଟା ହଉଛି ତାର ଅରିଜିନ ହେଲା ନା ହ୍ୟାଲୋ Yes, sir. ଏଇଟା ହଉଛି ତା ଅରିଜିନ ପଏଣ୍ଟ ହେଲା ସେ ପଏଣ୍ଟ ଟାକୁ ମନେକର ମୁଁ ତା ନାଁ ଦେଲି କଣ ଓ ଦେଲି କଣ ଦେଲି ଓ ଦେଲି ହେଲା ନା
ତାହେଲେ ଦେଖ ମୁଁ ତମକୁ କହିଥିଲି ଏଇ ଯୋଉ ଲାଇନ ଉପରେ सर्कल ଏଇ ଯୋଉ ରେଡ୍ ଲାଇନ ଯୋଉ ପଡିଛି ସେ ଲାଇନ ଉପରେ ଯୋଉ କୌଣସି ମୁଁ ପଏଣ୍ଟ ଦିଟା ନେବି, ଏଇଠି ଗୋଟେ ପଏଣ୍ଟ ନେଲି, ଏଠି ଗୋଟେ ପଏଣ୍ଟ ନେଲି, ତାହେଲେ ବର୍ତ୍ତମାନ ଏଇ ଯୋଉ ଲାଇନ ଟାକୁ ମୁଁ କଣ କହିବି? ସେ ଲାଇନ କର୍ଡ ଏଇ ଲାଇନ ଟା ନା କଣ ଦେଲି ମୁଁ? କର୍ଡ ଦେଲି। ଏ ବି ଗୋଟେ, ହଁ ଏ ବି ଗୋଟେ କଣ କର୍ଡ ହେଇଯିବ। ଶୁଭୁନି? ସାର୍ ମଝିରେ ଯୋଉ ପ୍ଲସ୍ ଟା ଦେଇଛ ସେଇଟା କଣ ପାଇଁ ଦେଇଛନ୍ତି? ସେଟା ସେଣ୍ଟର ରେ, ତା ସେଣ୍ଟର ସେଇଟା ପ୍ଲସ ଟା ନା ସେଣ୍ଟର ହେଲା। ଏ ବି କୁ ଗୋଟେ କର୍ଡ କହିବା, ହେଲା ନା? ଆଚ୍ଛା ମନେକର ସେଇ କର୍ଡ ଟାକୁ ମୁଁ ପୁଣି ଆଉ ଗୋଟେ ବଢେଇ ଦେଲି, ଏଇଠୁ ନେଲି, ସେ କର୍ଡ ଟା ବର୍ତ୍ତମାନ ବଡ ନା ସାନ ହବ? ସାର୍ ଯୋଉ ନୂଆ କର୍ଡ ଟା ସେ ଡ୍ର କଣ କଲି, କହିଲେ? ଯୋଉ ନୂଆ କର୍ଡ ଟା ମୁଁ ଡ୍ର କଲି, ଏଇ ପଏଣ୍ଟ ରୁ ପୁଣି ଆଉ ଗୋଟେ ପଏଣ୍ଟ ଡ୍ର କଲି, ଏଇଟା ୟେସ୍ ସାର୍। ଏଇ ଯୋଉ କର୍ଡ ଟା ଏ ବି କର୍ଡ ଟୁ ବଡ ହବ ନା ସାନ ହବ? ସେ ବଡ। ବଡ ହବ ନା ବଡ ହବନି? ସେ ୟେସ୍ କର୍ଡ ସାର୍। ନା ଦେଲି, ମନେକର ମୁଁ ଦେଲି ସି ଡି ଦେଲି, କଣ ଦେଲି? ସି ଡି। ତାର ଆଉ ଗୋଟେ କର୍ଡ ନେଲି, ମାନେ କର୍ଡ ନେଲି ମାନେ କଣ? ଏଇ ପଏଣ୍ଟ ରୁ ମୁଁ ଡ୍ର କଲି, ଏଇ ପଏଣ୍ଟ ରୁ ଏ ଡ୍ର କଲି, ଏଇଟା ଇଏ ୟେସ୍ ଗୋଟେ ସାର୍। କର୍ଡ ହେଲା କି ନାହିଁ? ୟେସ୍ ସାର୍। ତା ନା ମନେ କରିଦେଲି ମୁଁ ଇ ଏଫ୍ ଦେଲି, କଣ ଦେଲି? ଇ ଏଫ୍ ଦେଲି। ସେ ଯୋଉ କୋଡ ଟା, ଯୋଉ ଇ ଏଫ୍ କୋଡ ଟା, ଇ ଏଫ୍ କୋଡ ଟା ଏଠି କଣ ସି ଡି ଟୁ ବଡ ହବ ନା ସାନ ହବ? ଇ ଏଫ୍ ଟା ବଡ। ବଡ ହବ, ସି ଡି ଟୁ ବଡ ହବ, ହେଲା। ୟେସ୍ ସାର୍। ସି ଡି କୋଡ ଟୁ ଇ ଏଫ୍ ଟା ସବୁବେଳେ ବଡ ହବ, ହେଲା। ବୁଝିଲେ କି ନାହିଁ ନା ବୁଝିଲେନି? ପୁଣି ଗୋଟେ କୋଡ ନେଲି, ଏଇ କୋଡ ଟା ନେଲି, ତା ନା ମନେ କରିଦେଲି ମୁଁ ଇ ଏଫ୍ ଜି ଏଚ୍ ଦେଲି, କଣ ଦେଲି? ଜି ଏଚ୍। ଆ ହେଲେ ଯୋଉ ଜି ଏଚ୍ କୋଡ ଟା ଇ ଏଫ୍ ଟୁ ବଡ ହବ କି ନାହିଁ? ହବ ନା? এই যে জিএচ ୟେସ୍ ସାର୍। কোডটা বে, এই যে জিএচ কোডটা ইএফ টু বি বড় হব, ହେଲା ନା? ଏବଂ ଯୋଉ କୋଡଟା ପୁରା ସେଣ୍ଟର ଦେଇକି ଯିବ, କଣ ପୁରା ଓ ଦେଇକି ଯିବ, ଏଇ ଯୋଉ ସେଣ୍ଟର ଦେଇକି ଗଲା, ସେଇଟା କଣ ହବ? ସେଇଟାକୁ ଆମେ ଡାଇମିଟର କହିବା। ୟେସ୍ ସାର୍। ସେଇଟା ସବୁଠାରୁ ବଡ କୋଡ, ହେଲା କି ନାହିଁ? ତାହେଲେ ୟେସ୍ ସାର୍। ଯୋଉ ଏଇ ଯୋଉ କୋଡଟା ମନେକର ନାଁଟା ଦେଲି ମୁଁ, ଆ ନାଁଟା ଦେଲି ଏଇ ଯୋଉ ପଏଣ୍ଟ ନାଁଟା ଦେଲି ଆଇ, ଦିସ୍ ଇଜ ଜେ। ତାହେଲେ ଆଇ ଜେ କୋଡ ଏଠି ସବୁଠୁ ଅଧିକା, ତାର ଯୋଉ ଲେନ୍ଥ ଟା ସବୁଠୁ ଅଧିକା। ଆଇ ଜେ କୋଡ ଟାକୁ ଆମେ କଣ କହୁ? ଡାଏମିଟର କୁହନ୍ତି। କଣ କୁହନ୍ତି? ଡାଏମିଟର। ସେଟା ବୁଝିଲେ କି ନାହିଁ? ୟେସ୍ ସାର୍। ହେଲା, ଓଟା ହେଲା ତା ସେଣ୍ଟର। କଣ ତ ନା ଚିନ୍ମୟ ନା କଣ ଟୁଇଙ୍କିଲ, ବୁଝିପାରିଲୁ? ୟେସ୍ ସାର୍। ଟୁଇଙ୍କିଲ ପଳେଇଲା କି? ୟେସ୍ ସାର୍। ସେ କଣ ହ୍ୟାଲୋ, କହିଲେ? ୟେସ୍ ପଳେଇ ଯାଇଛି ସାର୍। ଟୁଇଙ୍କିଲ। କିଏ ତ ପାଖରେ ଅଛି, ବିଦା କର ତାକୁ। ଟୁଇଙ୍କିଲ, ଯୋଉ କୋଡ ଟା ସେଣ୍ଟର ଦେଇକି ଯାଇଛି, ତାର ଲେନ୍ଥ ସବୁଠୁ ଅଧିକା, ଆଇ ଜେ କୋଡ ଏଟା, ତାକୁ ଆମେ କୁହନ୍ତି ଡାଏମିଟର, ବ୍ୟାସ କୁହନ୍ତି। ବୁଝିଲେ ନା? ତାପରେ ସିଏ ପୁଣି ଛୋଟ ହେଇଯିବ। ଏଇ କୋଡ ଡ୍ର କଲି, ସିଏ ଛୋଟ ହେଇ ଆସିବ, ତାପରେ ପୁଣି ଛୋଟ ହେଇ ଆସିବ, ତାପରେ ପୁଣି ଛୋଟ ହେଇ ଆସିବ। ବୁଝିଲେନି ବା? ଏଇଟା ହଉଛି କଣ ମୁଁ ଡ୍ର କଲି, ଆସିଲା। ସବୁବେଳେ ପ୍ଲସ୍ ଚିହ୍ନ କାଇଁ ଦଉଛନ୍ତି? ସେଣ୍ଟର ସେଇଟା ସେଣ୍ଟର ହେଲା, କି ନାହିଁ? ସେଇଟା ହଉଛି ସେଣ୍ଟର। ଆଚ୍ଛା, ସବୁବେଳେ ସେଣ୍ଟର ରୁ ମନେ ରଖିଥା, ସେଣ୍ଟର ରୁ ଏଇ ଯୋଉ ଲାଇନ ର ଡିଷ୍ଟାନ୍ସ ସବୁବେଳେ ସମାନ ଏଠି, ନାଇଁ? ସବୁବେଳେ ସମାନ। ସେଣ୍ଟର ରୁ ଏଇ ଯୋଉ ଲାଇନ ପର୍ଯ୍ୟନ୍ତ ଡିଷ୍ଟାନ୍ସ ସବୁବେଳେ ସମାନ, ହେଲା। ବୁଝିଲେନି? ସବୁବେଳେ ସମାନ, ହେଲା। ଡିଷ୍ଟାନ୍ସ କୁ ଆମେ କଣ କୁହନ୍ତି? ରେଡିୟସ କୁହନ୍ତି। କଣ କୁହନ୍ତି ସେ ଡିଷ୍ଟାନ୍ସ କୁ? କଣ କୁହନ୍ତି? ଏଇ ଯୋଉ ଓ ପଏଣ୍ଟ, ମନେକର ଏଇ ପଏଣ୍ଟ ଗୋଟେ ହଉଛି, ମନେକର ଦେଲି ମୁଁ ଏ ପଏଣ୍ଟ ନା this is A, this is B, this is C, this is D, this is E, this is F। ତାହେଲେ ଯୋଉ ଓ ଏ ଆଉ ଇଜ ଇକ୍ୱାଲ ଟୁ ଓ ବି ଇଜ ଇକ୍ୱାଲ ଟୁ ଓ ସି, ହେଲା କି ନାହିଁ? ଇଜ ଇକ୍ୱାଲ ଟୁ ଓ ଏଫ, ଏ ସବୁର ଲେନ୍ଥ ସମାନ। ଏ ସବୁଗୁଡାକୁ ଆମେ କଣ କହିବା? ରେଡିୟସ କହିବା। କଣ କହିବା? ରେଡିୟସ। କଣ କହିବା? ରେଡିୟସ। ରେଡିୟସ କହିବା, ହେଲା। ଏବଂ ଗୋଟେ ରେଡିୟସ ଡାଏମିଟର ର ଅଧା, ହେଲା କି ନାହିଁ? ଗୋଟେ ଡାଏମିଟର ଲେନ୍ଥ ଯେତିକି,
दीटा रेडियस को हम जदी गुणी मिसेइबा ताहले कोन हे जिवो सेटा गोटे रेडियस हबो ना गोटे डायमीटर हबो E = 2r हमेशा हेला कि नहीं गोटे रेडियस लेंथ जति कि दीटा रेडियस मिसेले गोटे डायमीटर हबो हेला ना अरे बुझेला ना बुझेला नहीं ये सर बुझेला कौन दियो एटा मु आउट सर्कल पुणी कली सेही सर्कल आउट है ना बुझेले ना एटा होस द सेंटर एटा कोन द सेंटर एटा होस द सेंटर इटु गोटे एमती ड्रा कली इटु आउट ड्रा कली है ना और सेंटर ना दिली ओ आ ना दिली ए आ ना दिली कोन बी बुझेले ना बुझेले नहीं यस सर एक देखो डायमीटर टा सबले सर्कल को दीटा भाग विभक्त करे कोन गोटे डायमीटर सर्कल को सबले दीटा भाग विभक्त करे डायमीटर कोटा कहि परिबा सर्कल केटा डायमीटर अछि कहि परिबा सर एन जो सर्कल डायमीटर माने कोन ओरिजिन देखि जे सेंटर देखि जाउथिबो दीटा पॉइंट जो सेंटर देखि गला सेटा कोन डायमीटर अछि तले एटा अनलिमिटेड नंबर ऑफ डायमीटर पाइबा ओटे सर्कल पाइबा कि नहीं यस सर रेडियस लिमिटेड पाइबा जोड़ा सेंटर देखि जो तक डायमीटर पाइबा बुझिला एवं गोटे डायमीटर सर्कल को सबले दीटा भाग विभक्त करिवो बुझे कि नहीं गोटे डायमीटर सर्कल को दीटा भाग विभक्त करिवो हैला ये गोटे पार्ट ये गोटे पार्ट हैला ऊपर गोटे पार्ट हैला कि नहीं और तळे गोटे पार्ट हैला एवं ऊपर पार्ट को हम कहबो ए दिरे कोन सेमी सर्कल कहबा कोन कहबा सेमी सर्कल ए जो एठू ए जो तळ पोजीशन को हम कोन कहबा गोटे सेमी सर्कल ताले गोटे डायमीटर गोटे सर्कल को केते भाग व्यक्त करछ दी भाग रे हला नहीं यस हला कि तमे तो कोन कोन सेमी सर्कल कोन कोनती सेमी सर्कल सर आ गोटे सेमी सर्कल पे अरे ए जदी एटा भी हैला सेमी सर्कल यस जदी एठू तळ को सब सेमी सर्कल हैला तब ता ऊपर भी सेमी सर्कल होनी कि यस सर यस ये सर्कल पाइले गोटे डायमीटर कंप्लीट करिवो त बुझेगा कि यस सर बुझेला अच्छा एटा को कोन कहबा एटा को गोटे सर्कल ए जो ए टू बी पर्यंत लेंथ ताको कोन कहबा हे परियो आउटर कुछ देखो गोटे सर्कल है ना सर्कल लो ए जो ए टू बी पर्यंत लेंथ हम तो कोन कहबा गोटे आर्क कहबा कोन कहबा ए सर्कल टा मो ड्रा कर दिले एमिति एंदे की यस सर ए जो ए और बी एठी नि आइली तले ए बी टा को हम कोन कहबा गोटे आर्क कहबा कोन कहबा आर्क ए बी आर्क कहबा बा चाप ताऊ कोनती ए बी आर्क ना कोन ए बी आर्क ए आर सी बुझिला नै बा चाप कोडा कहे कहलो केवल एटा को कहबा ए जो हला सर्कल पे एई जो एई पॉइंट रो एई पॉइंट जो जति डिस्टेंस सर्कल लो सेटा को हम कहबा आर्क हैला ना दिशा बुझिले आर्क कोन दिशा हेलो यस हेलो सर हां कोडला से को करू छु गोटे ना को हां Yes, sir. कोन करू छु No, sir. नो सर Sir, yes. No, sir. एटा कोडा आर्क कहबा कोडा मु को एटा को बर्तन जॉइन करली एटा को जॉइन करली आ ना दिली बी आ ना दिली सी तले जो बी सी पॉइंट को मु एटू ड्रा कर दिले एटा जो को बी सी आर्क कोन कहबा एटा को बी सी आर्क बी सी आर्क तो एमते लिखन बी सी चाप सेटा को कोन बुझलन नहीं तो सही बड़ा बड़ा था कि छोटा छोटा तो था कोडा छोट छोट थाइबे जो आर्क देखो गोटे छोट चाप हो जो एटा होची को गोटे बड़ चाप गोटे गोटे स्मॉल आर्क गोटे को बिगर आर्क हैला की तो दिया था
हाँ चाप चाप गोटे देखि जेतेबेले एई दिटा ये जॉइन हैला ये जॉइन हैला तो ये गोटे चाप होनी कि ये गोटे चाप होची आ गोटे चाप एइटा होनी कि ए बड़टा होची होनी बुझी पाइलनो Yes, sir. हाँ तो ये गोटे चाप हैला ता सहित ता ऊपर एपटर आ गोटे चाप होनी कि लागे नहीं Yes, sir. तो बुझा पड़नी कि बे Yes, sir. ମୁଁ ବୁଝିପାରିଲି। बुझी पारलो अच्छा चाप धर पछे दिन क्वेश्चन रे कहइबो सब Yes. ହେଲା कोन हजरे Sir, हां कह sir, कह sir 4.6 ଟା କରିବା। सर्कल टा एटा लास्ट हो ए कांसेप्ट करी तापर करिया एटा हो सेंटर ओ पॉइंट देली तार ना एटा मन कर देली सी एटा देली डी कर नहीं ताले एटा को हम कोन कहबा ए जो रीजन टा को हम कोन कहबा sir सेमी जो रीजन टा को हम पूरा कोन जो डॉटेड करू छला yes. रीजन कहबा हमें हां ए रीजन को कोन कहबा जो डॉटेड हेची पूरा एगुडा पूरा एई पार्ट गुडा जो डॉटेड हेची ए रीजन को हम कोन कहबा हिसाब पड़ी छिबा कोनु এটা এটা কোন কইবা ক sir কোন অলগা টাইপ মানে সুবুচি না দেখা যাଉଛି ଅଲଗା ଟାଇପ ର sir অলগା টাইপ ବୁଝି ଭଏସ ଏମିତି ସୁବୁଚି sir অলଗା ଟାଇପ ବୁଝି ଅଲଗା ମୁଁ ଝିଅଟେ ହେଇଗଲି ନା କଣ yes sir ଝିଅଟେ ହେଇଗଲି ଆଁ ଏଇ ଯୋଉ ଏଇଟା କଣ କହନ୍ତି ସେକ୍ଟର କଣ କହନ୍ତି ସେକ୍ଟର କଣ କହନ୍ତି ସେକ୍ଟର ହେଲା କି ନାହିଁ ତାର ଦି ପଟେ କଣ ଅଛି ଦିଟା ରେଡିୟସ ଅଛି ଆଉ ଗୋଟେ ପଟେ କଣ ଅଛି ଗୋଟେ ଆର୍କ ଅଛି ବୁଝିଲେ ନା ଗୋଟେ ସେକ୍ଟର ର ଦି ପଟରେ ରେଡିୟସ ଅଛି ଆଉ ଏପଟରେ ଗୋଟେ ଆର୍କ ଅଛି ହେଲେ ଆମେ କଣ କହିବା ଗୋଟେ सेक्टर कहबे एटा कोन कहबे गोटे सेक्टर yes sir बुझिला ना बुझिलानी sir ବୁଝିଲା एटा गोटे सेक्टर कहबा से गोटे सर्कल रे सेगमेंट कोडा कहबा sir गोटे सर्कल रे सेगमेंट कोडा कहबा तो सेगमेंट एटा होचे सेक्टर एटा को सेक्टर कहबा ए जो डॉटेड जो शेडेड रीजन जोटा हला शेडेड रीजन को हमें कहबा सेक्टर मतलब एटा को कहली एटा गोटे मु टानली गोटे कॉर्ड टानली बा ज्या टानली एई जो रीजन टा मु कोन कहबी एई रीजन टा रीजन कोन कहबी बुझलन एई रीजन टा कोन कहबी एई रीजन गुडा कोन कहबा एटा देखा जाने स्क्रीन गोटे सर्कल रो एई गोटे जार एई रीजन को कोन कहजिवो पढि छिबे तो सुबुने कहता सुबु नै तते ट्विंकल सुबुची yes sir बुझी हां ଆମେ ସେडो कहबे सेगमेंट कहबे कोन कहबे एटा को सेगमेंट कहबे हैला ना एटा हम कोन कहबे सब वॉइस तो सुबुनी दौड़ और ठीक है देखो बहुत तरह से मेन स्क्रीन को जाउची एटा गोटे सर्कल हैला
ଏଇଟା ସର୍କଲ ର ସେଣ୍ଟର, ସର୍କଲ ର ଦିଟା ରେଡିୟସ ନା। ଆଉ ଏଇଟାକୁ ଆମେ କଣ କହିବା, ଏଇଟା ହଉଛି ସର୍କଲ ର ଓ, ଏଇଟା ହଉଛି ଏ, ଏଇଟା ହଉଛି ବି। ଏଇ ଯୋଉ ଏ ବି ଟା କଣ କହିବା, ଆର୍କ କହିବା। ଏଇ ଯୋଉ ଏ ବି, सेंटर टा ଓ ଟା ହଉଛି ସେଣ୍ଟର, ଓ ପଏଣ୍ଟ ଟା ହଉଛି Yes, sir. ସେଣ୍ଟର। ଏ ଗୋଟେ ପଏଣ୍ଟ, ଏ ଆଉ ବି ଗୋଟେ କଣ ପଏଣ୍ଟ ହେଲା, ପଏଣ୍ଟ ଅନ ଦ ସର୍କଲ ହେଲା। ତାହେଲେ ଏ ବି ଗୋଟେ କଣ, ଏ ବି ହଉଛି ଗୋଟେ ଆର୍କ, ଏ ବି କଣ ଗୋଟେ ଆର୍କ, ଗୋଟେ ଚାପ ହେଲା କି ନାଇଁ। ଓ ଏ ଗୋଟେ କଣ, ଓ ଏ ଆଉ ଓ ବି କଣ ରେଡିୟସ। ତାହେଲେ ଯୋଉ ଓ ଏ ରେଡିୟସ प्लस ओ बी रेडियस प्लस ए बी आर्क मिसिकी कौन क्रिएट कले, गोटे सेक्टर क्रिएट कले। कौन कले, सेक्टर क्रिएट कले नहीं। तार नाटा होची कौन, ओ ए बी सेक्टर है कि नहीं, ओ ए बी सेक्टर है कि नहीं। मन गोटे एइट गोटे पॉइंट दे दे एक्स, तो कह दियो सेक्टर नाटा कौन हबो, ओ ए एक्स बी सेक्टर है कि नहीं। बुझियले Yes, निबे। sir. Yes, sir. তাহলে এই যে সেক্টরটা হলা এ পয়েন্ট এইটা আর এ রেডিয়াস কু নেই গঠিত ହେଲା। ଗୋଟେ ଏ ବି ଚାପ କୋଉଟା ଏଇଟା, ଆଉ ଏଇଟା ହଉଛି ରେଡିୟସ, ଓ ଏ ରେଡିୟସ ଓ ବି ରେଡିୟସ, ଆକୁ ନେଇକି ଗୋଟେ ସେକ୍ଟର ଗଠିତ। ବୁଝିଲେ ନା Yes, ବୁଝିଲେନି। yes, sir. Yes, sir. ସେ ସେକ୍ଟର ନାଁଟା ହଉଛି କଣ, ଏଇଟା ଓ ଏ ଏକ୍ସ ବି ସେକ୍ଟର। ଏକ୍ସ ହଉଛି ଏ ଯୋଉ ଏ ବି ଚାପ ଉପରେ ଗୋଟେ ବିନ୍ଦୁ ହେଲା ନା। ବୁଝିଲେ ନା ସେକ୍ଟର କଣ, ସେକ୍ଟର ଜାଣିଲ। ହଁ Yes, sir. Sir. ଟାଇମ ହେଇଗଲାଣି ଖେଳିବା ଟାଇମ, ଖାଲି ହଁ ହଁ ମାରିଦିଅ ନା କଣ। ପାଠ ପଢବେ, ଖେଳିକି କଣ କରିବ, ଚୁଲି ଫୁଙ୍କିବ। ସେଗମେଣ୍ଟ କଣ, ସେଗମେଣ୍ଟ ସେଗମେଣ୍ଟ କଣ, ଏଇଟା ଗୋଟେ ସର୍କଲ Yes, sir. ହଁ। Yes, sir. ଏଇଟା ହେଲା ଗୋଟେ କର୍ଡ, ଏଇଟା କଣ ଗୋଟେ କର୍ଡ, ଏ ବି କର୍ଡ ହେଲା। ତାହେଲେ ଏ ବି କର୍ଡ, तब उनका वॉइस टा डबल सुबुची यू म्यूट कर दियो किए गोटे, सब म्यूट कर दियो। ए बी हैला गोटे कॉर्ड हैला, आ गोटे ए एक्स बी कोन गोटे ए एक्स बी एक्स 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 होची ए बी आर्क ऊपर चाप, ए एक्स बी गोटे कोन आर्क, गोटे कोन आर्क। ए बी कॉर्ड आ ए बी आर्क मिसे की हम कोन देबे, ए बी कॉर्ड प्लस ए बी आर्क मिसी कोन देबे, से गोटे सेक्टर देबे। कोन देबे, ए दिटा मिसी की हम गोटे ना सेगमेंट देबे, सेगमेंट कोन देबे, सेगमेंट देबे। Segment. এইটা হচ্ছে সেগমেন্ট কইবে দেখো লান নাই। এটা হচ্ছে সেগমেন্ট, বুঝিলা না বুঝিলানি। Yes, sir. Sir, ଆପଣଙ୍କର ଭଏସ କଣ ଯୋଉ ଜୋର ଶୁଭୁନି। ଜୋର ଶୁଭୁନି Sir, धीरे Sir, धीरे ଧୀରେ ଧୀରେ ଶୁଭୁଛି। କାହିଁକି, ଜୋର ତ ଶୁଭିବା କଥା है ना। sir, धीरे सुबुची କେତେ କେତେ ଧୀରେ ଶୁଭୁଛି ଆକ୍ଚୁଆଲି, sir बहुत Sir, धीरे ପୁରା ଟିକେ ଟିକେ ଶୁଭୁଛି। ଟିକେ ଟିକେ ଶୁଭୁଛି। Yes, ତାହେଲେ sir, ଠିକ ଅଛି, କିଛି ଟିକେ ଶୁଭା ଯାଉନି। ଟିକେ ରୁହ ଅଳ୍ପ ଅଛି ମୁଁ ସାରି ଦଉଛି। ତାହେଲେ ଏଇଟା ଆମେ କଣ କଲେ, ଏଇଟାକୁ ସେଗମେଣ୍ଟ କହିଲେ ହେଲା କି ନାହିଁ। ତାହେଲେ ସେ ସେଗମେଣ୍ଟ କାହାକୁ ନେଇ ଗଠିତ ନା, ଗୋଟେ କର୍ଡ ଆଉ ଗୋଟେ ଆର୍କ, ଏ ବି ଯୋଉ ଏ ଏକ୍ସ ବି ଯୋଉ ଆର୍କ ଅଛି, ସେ ଆର୍କ ନେଇ ଗଠିତ, ଏମାନେ ଗୋଟେ ସେଗମେଣ୍ଟ ଗଠିତ ହେଲା କି ନାହିଁ। ତ ଏଇ पोर्शन ଟାକୁ ଆମେ କଣ କହିବା, ଗୋଟେ ସେଗମେଣ୍ଟ କହିବା। ଏଟା କଣ କହିବା, ଆମେ ଗୋଟେ ସେଗମେଣ୍ଟ, ଏଟାକୁ କଣ କହିବା ସେଗମେଣ୍ଟ। ସେଗମେଣ୍ଟ କାହାକୁ ନେଇ ଗଠିତ, ଗୋଟେ କର୍ଡ ଆଉ ଏଇ ଯୋଉ ଆର୍କ ନେଇ ଗଠିତ ହେଲା। ଯେତେବେଳେ କି ଯୋଉ ସେକ୍ଟର କାହାକୁ ନେଇ ଗଠିତ, ସେକ୍ଟର ଗୋଟେ ରେଡିୟସ, ଦିଟା ରେଡିୟସ ଆଉ ଏଇ ଯୋଉ ଆର୍କ ନେଇ ସେକ୍ଟର ଗଠିତ। ବୁଝିଲେ କି ନାହିଁ, ଏଟାକୁ ଆମେ ସେକ୍ଟର କହିବା।
ବୁଝିହେଲା ନା? Yes, sir. ହୁଁ Yes, sir. ଠିକ ଅଛି ଓକେ। ସେକ୍ଟର ଶିଖିଲେ ଜାଣିଲେ सर्कल ला कौन सब जो डायमीटर जानले कॉर्ड कौन जानले कॉर्ड कोटा एटा जदी सर्कल जदी हुए एस जो एटा होता सेंटर जदी हुए तरी सर्कल ऊपर जो दिटा लाइन को हम जॉइन करबा सेटा गोटे कॉर्ड हे जिवो एटा गोटे कॉर्ड हे जिवो लाइक नहीं किंतु गोटे सर्कल ऊपर सेंटर देकी हम जदी दिटा गोटे लाइन जॉइन करबा ता सेंटर देकी जिवो तले एटा कोन हे जिवो एटा हे जिवो डायमीटर सिंपल एक्सरसाइज करिया Sir. लो एक्सरसाइज करिया काली करिया हेलो बोले मु खाई नहीं रे Yes, sir. एक्सरसाइज करिया ना काली करिया Sir, ଆପଣ ଖାଇନାହାନ୍ତି? अरे मु खाई नहीं खाई भी जाई अल्प खाई दिले हो अरे काली कोन करिया एक्सरसाइज Sir, କାଲି କରିବା ଆପଣ ଖାଇନାହାନ୍ତି? तू तो खेलिया बहाना हले ना मु खाइया चिंता ओ काली करी एक्सरसाइज गोटे घंटा हे गेला हला Yes, sir. ठीक छै